ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକ ଡିସେମ୍ବର 25 ତାରିଖକୁ 2014 ମସିହାଠାରୁ ଭାରତରେ ପ୍ରତିବର୍ଷ ସୁଶାସନ ଦିବସ ରୂପେ ପାଳନ ହେଉଛି। ଆଜି 101ତମ ଜନ୍ମବାର୍ଷିକ ଅବସରରେ ସାରା ଦେଶରେ ଏହି ଦିବସ ପାଳନ କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାର ଖଲିକୋଟଠାରେ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ବାସଭବନରେ ପାଳନ କରାଯାଇଛି। ବିଧାୟକଙ୍କ ସହ ଅନ୍ୟ ବାଜପେୟୀ ପ୍ରେମୀମାନଙ୍କ ଦ୍ୱାରା ସ୍ୱର୍ଗତ ବାଜପେୟୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଏ ଅବସରରେ ମଣ୍ଡଳ ସଭାପତି ମିଟୁ ସ୍ୱାଇଁ, ପଙ୍କଜ ମାଝୀ, ଶଙ୍କର ପ୍ରସାଦ ନାହକ, ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ଉପସଭାପତି କାଳୁରାମ ମହାରଣା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପଦ୍ମଚରଣ ସୁବୁଦ୍ଧି, ବିଜେପି ଯୁବନେତା ଅରୁଣ କୁମାର ଖୁଣ୍ଟିଆ, ନିରଞ୍ଜନ ନାୟକ, ସକଳେଶ୍ୱର ଦାସ, ପ୍ରଦୀପ କୁମାର ପଟ୍ଟନାୟକ, ଖଲିକୋଟ ଅଟଳ ଯୁବବାହିନୀ ସଂଯୋଜକ ଶୁଭଜିତ କୁମାର, ସରପଞ୍ଚ ମନୋଜ କୁମାର ସେଠୀ, ମିଥୁନ ଖୁଣ୍ଟିଆ, ସମିତି ସଭ୍ୟ ମୁରଲୀ ସାହୁ, ପୂର୍ବତନ ସରପଞ୍ଚ ମନୋଜ କୁମାର ପ୍ରଧାନ, ରବୀନ୍ଦ୍ର ସ୍ୱାଇଁ, ଧନୁରାମ ପ୍ରଧାନଙ୍କ ସହ ଦଳୀୟ କର୍ମକର୍ତ୍ତା ସନ୍ତୋଷ ଗୌଡ଼, ପ୍ରଦୀପ ମୁନି, ହେମନ୍ତ କୁମାର ମହାରଣା, କାର୍ତ୍ତିକ ପ୍ରଧାନ, ଶଙ୍କର ସେଠୀ ସମେତ ବହୁ ବାଜପେୟୀ ପ୍ରେମୀ ଯୋଗଦାନ ଦେଇଥିଲେ। ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବାଜପେୟୀଙ୍କ ଜୀବନୀ ଓ ଦେଶ ପାଇଁ ତାଙ୍କର ଅବଦାନ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଖଲିକୋଟରୁ ସକଳେଶ୍ୱର ରଥଙ୍କ ରିପୋର୍ଟ, ଓଡ଼ିଶା ଡିଜିଟାଲ ନ୍ୟୁଜ୍। ବର୍ତ୍ତମାନ ଚାଲିଛି ପାଇପଲାଇନ୍ ସ୍ୱର୍ଣ୍ଣ ଚତୁର୍ଭୁଜ କହନ୍ତୁ, ନ୍ୟାସନାଲ ହାଇୱେ ସବୁ ଆପଣଙ୍କର ଚଉଡ଼ା କରିବା ଏବଂ ଗରିବ ଲୋକକୁ MGNRDAରେ 200 ଦିନ ତାଙ୍କୁ ଚଳେଇବା ସବୁ ତାଙ୍କରି ଯୋଜନା ଥିଲା। ସେ ଯାହା ହଉ, ସେ କେବେ ବି ଅର୍ଥ ଲୋଭୀ ନଥିଲେ, କେବେ ବି ଅର୍ଥ ଲୋଭୀ ନଥିଲେ ଏବଂ ସିଏ ଏବଂ ଆମମାନଙ୍କର ପ୍ରିୟ ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ମହୋଦୟ ଏବଂ ଖଲିକୋଟର ସମସ୍ତ ମଣ୍ଡଳ ସଭାପତି ଏବଂ ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଅଛନ୍ତି, ସମସ୍ତଙ୍କୁ ଧନ୍ୟବାଦ। ଅଟଳଜୀଙ୍କର 1924 ମସିହାରେ ସେ ଗ୍ୱାଲିୟରଠାରେ ଜନ୍ମଗ୍ରହଣ କରିଥିଲେ ଡିସେମ୍ବର 25 ତାରିଖ ଆଜିର ଦିନରେ। ତାଙ୍କର ରାଜନୈତିକ ଦକ୍ଷତା, ସେ ଯେତେବେଳେ ପିଲାବେଳରୁ ତାଙ୍କର ବହୁତ ଆଗ୍ରହ ଥିଲା ଦେଶର ସେବା କରିବା, ଭାରତ ମାଆର ସେବା କରିବା ପାଇଁ। ତାଙ୍କର ଯେଉଁ ତାକେ ଆଜି ପହଞ୍ଚି ପାରିଛନ୍ତି, ଏହି ପରିପ୍ରେକ୍ଷୀରେ ଆଜି ଅଟଳ ପୁରୁଷ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ବିଚକ୍ଷଣ ରାଜନୀତିଜ୍ଞ, ବିଶିଷ୍ଟ କବି ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର 102ତମ ଜନ୍ମ ଜୟନ୍ତୀ ଆପଣମାନେ ଜାଣିଥିବେ। ଡିସେମ୍ବର 25 ତାରିଖ 1924 ମସିହାରେ ସେ ଗୋୱାଲିୟରରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ସାରା ଜୀବନ ସମାଜ ସେବାରେ ଲାଗିଥିଲା, ଦେଶ ସେବାରେ ଲାଗିଥିଲା। ଏପରିକି ସେ ତାଙ୍କର ପାରିବାରିକ ସମସ୍ୟା ବି ସେ ବୁଝିପାରିନଥିଲେ ବା ବୁଝିବାକୁ ଚେଷ୍ଟା କରିନଥିଲେ, ବିବାହ କରିନଥିଲେ। ତାଙ୍କର ଏକ ବ୍ରତ ଥିଲା ଯେ ସମାଜର ସେବା କରିବା। ଏକ ବିଚକ୍ଷଣ ରାଜନୀତିଜ୍ଞ, ଏକ୍ସ ଟେମ୍ପୋ ସ୍ପିକର। ଆପଣ ଦିଅନ୍ତୁ ଏନି ସବଜେକ୍ଟ, ଯେକୌଣସି ସବଜେକ୍ଟ ଦେଲେ ସେ ଆପଣଙ୍କର ଅନର୍ଗଳ ଭାଷଣ ଦେଉଥିଲେ। ଆଉ ଆଜି ତାଙ୍କରି ଜନ୍ମ ଜୟନ୍ତୀ ତିଥିରେ ଆମର ଭାରତର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କର ନିର୍ଦ୍ଦେଶରେ ଆମେ ଆଜି ପ୍ରତି ନିର୍ବାଚନ ମଣ୍ଡଳୀରେ ତାଙ୍କରି ଜନ୍ମ ଜୟନ୍ତୀ ଆମେ ପାଳନ କରିଛୁ।
से एक भेटरान पॉलिटिशियन थिले करित कर्मा